ନୂଆ ବର୍ଷ ଆରମ୍ଭ ହୋଇଛି। ବର୍ଷ ବଦଳିବା ସହିତ ଅନେକ ନିୟମ ମଧ୍ୟ ବଦଳି ଯାଇଛି। ଏହି ନିୟମଗୁଡ଼ିକ ମଧ୍ୟରୁ କିଛି ଅଛି ଯାହା ପ୍ରତିବର୍ଷ ବଦଳିଥାଏ। ଏହିପରି ଗୋଟିଏ ନିୟମ ହ୍ୱାଟ୍ସଆପ୍ ସହିତ ଜଡ଼ିତ ରହିଛି। ବାସ୍ତବରେ ପ୍ରତିବର୍ଷ କମ୍ପାନୀ ବହୁ ପୁରୁଣା ଡିଭାଇସ୍ ଏବଂ ଆଣ୍ଡ୍ରଏଡ୍ ଭର୍ସନରେ ଏହାର ସପୋର୍ଟ ବନ୍ଦ କରିଥାଏ। ଏହା ପଛରେ ଅନେକ କାରଣ ମଧ୍ୟ ରହିଛି। ତେବେ ଏହି ବର୍ଷଠାରୁ କମ୍ପାନୀ ପୁରୁଣା ଅପରେଟିଂ ସିଷ୍ଟମ ସହିତ ସ୍ମାର୍ଟଫୋନ୍ ପାଇଁ ସପୋର୍ଟ ବନ୍ଦ କରିଦେଇଛି। ଏହା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବ ମଧ୍ୟ କରିବ। ହ୍ୱାଟ୍ସଆପ୍ ପାଇଁ ସପୋର୍ଟ ବନ୍ଦ କରିବା ଆଣ୍ଡ୍ରଏଡ୍ର ପୁରୁଣା ଭର୍ସନ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ଯଦି କୌଣସି ଉପଭୋକ୍ତା ତଥାପି ଆଣ୍ଡ୍ରଏଡ୍ କିଟକାଟ ଭର୍ସନ ଚଳାଉଛନ୍ତି, ତେବେ ସେ ଆଜିଠାରୁ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ। ଏହି ଭର୍ସନ ପ୍ରାୟତଃ 10 ବର୍ଷ ପୂର୍ବେ ବାହାରିଥିଲା ଏବଂ ବର୍ତ୍ତମାନ ଏହା କମ୍ପାନୀର ଲାଟେଷ୍ଟ ଅପଡେଟ୍ ଏବଂ ଫିଚର ଗୁଡ଼ିକୁ ସମର୍ଥନ କରେ ନାହିଁ। ଏହାର ଅର୍ଥ ହେଉଛି ଆଜିଠାରୁ ହ୍ୱାଟ୍ସଆପ୍ ସେବା ଏହି ବର୍ଷରେ ବନ୍ଦ ହୋଇଯିବ। ସେବା ଜାରି ରଖିବାକୁ ଆପଣଙ୍କୁ ଆଣ୍ଡ୍ରଏଡ୍ ଭର୍ସନ ଅପଡେଟ୍ କରିବାକୁ କିମ୍ବା ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ପଡ଼ିବ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।